ଜିଭରେ ତୁଳସୀ ପତ୍ର ରଖି ପଢ଼ି ଦିଅନ୍ତୁ ଏହି ତିନୋଟି ଶବ୍ଦ। ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ, ପାଗଳୀ ପରି ତୁମକୁ ଭଲ ପାଇବ। ହଁ ଫ୍ରେଣ୍ଡସ୍, ଯଦି ଆପଣ ବଶୀକରଣ କରି କରି ଥକିଗଲେଣି ହେଲେ ନିଜ ପସନ୍ଦର ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ଜିଭରେ ତୁଳସୀ ପତ୍ର ରଖି ଏହି ତିନୋଟି ଶବ୍ଦକୁ ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ତୁମ ବଶରେ ହେଇଯିବ, ତୁମ ପ୍ରେମରେ ଦିବାନୀ ହେଇଯିବ, ଯାହା ଚାହିଁବେ ତାହା କରିବ। କେବଳ ଆପଣଙ୍କୁ ଜିଭରେ ତୁଳସୀ ପତ୍ର ରଖି ଏହି ତିନୋଟି ଶବ୍ଦକୁ ପଢ଼ିବାର ଅଛି, ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ବିବାହିତା ମହିଳାକୁ ପଟେଇବା ପାଇଁ, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିବା ପାଇଁ। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ, କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ତୁଳସୀ ପତ୍ର ସାହାଯ୍ୟରେ ନାରୀ ମୋହିନୀ ବଶୀକରଣ, ଝିଅ ପଟେଇବା ପାଇଁ ବଶୀକରଣ, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ, ବିବାହିତା ମହିଳାକୁ ପଟେଇ ପାରିବେ, ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଯେଉଁ ଝିଅ ପଟୁନଥିଲା ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ, କେବଳ ତୁଳସୀ ପତ୍ରର ସାହାଯ୍ୟରେ। ହଁ ଫ୍ରେଣ୍ଡସ୍, ଏଥିପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି, କେବଳ ଜିଭରେ ତୁଳସୀ ପତ୍ର ରଖି ଏହି ତିନୋଟି ଶବ୍ଦକୁ ପଢ଼ିବାର ଅଛି, ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ଏହି ବିଧିକୁ କରିବେ, ସେପଟେ ସେ ଝିଅ ହେଉ ବା ବିବାହିତା ମହିଳା ଛଟପଟ ହୋଇ ଉଠିବ। ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେପର୍ଯ୍ୟନ୍ତ ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଆମର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଏହି ବଶୀକରଣ ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି, ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଆପଣ ବି ତୁଳସୀ ପତ୍ର ଆଣି ଗୋଟିଏ ଥର ଏହି ବଶୀକରଣ କରନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ଯେଉଁ ବିବାହିତା ମହିଳା ଆପଣଙ୍କୁ ଅଣଦେଖା କରୁଥିଲା ସିଏ ନିଜେ ଫୋନ୍ କରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ସାହାଯ୍ୟରେ ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ କିଛି ବି କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି, କାହିଁକି ନା ମାତ୍ର ଥରେ, ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଏହି ବଶୀକରଣ ଆପଣ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ପ୍ରୟୋଗ କରିଦେବେ, ସିଏ ସାରା ଜୀବନ ପାଇଁ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଗୁରୁବାର ଦିନ କରିବେ। ସକାଳ ସମୟରେ ଏହି ବଶୀକରଣ କରିବେ। ଗାଧେଇ ସଫା ବସ୍ତ୍ର ପିନ୍ଧିକି ତିନୋଟି ତୁଳସୀ ପତ୍ର ଆଣିବେ। ଗୋଟିଏ ତୁଳସୀ ପତ୍ରରେ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଆଉ ଗୋଟିଏ ତୁଳସୀ ପତ୍ରରେ ନିଜର ନାମ ଲେଖିବେ। ଆଉ ଗୋଟିଏ ତୁଳସୀ ପତ୍ରରେ ଗୋଟିଏ ସ୍ୱସ୍ତିକ ଚିହ୍ନ କରିବେ। ତାପରେ ସେ ତିନୋଟି ତୁଳସୀ ପତ୍ରକୁ ଏକାଠି କରି ଜିଭ ଉପରେ ରଖିବେ କିମ୍ବା ଜିଭ ତଳେ ରଖିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ଓମ୍ ତ୍ରିଂ ତ୍ରିଂ ତ୍ରିଂ, ଓମ୍ ତ୍ରିଂ ତ୍ରିଂ ତ୍ରିଂ। ଏହି ମନ୍ତ୍ରକୁ ଏହିପରି 3 ଥର ପଢ଼ି ସାରିବା ପରେ ଆପଣ ଜିଭ ଉପରୁ ତୁଳସୀ ପତ୍ରକୁ କାଢ଼ିବେ, ଆଉ ସେ ତୁଳସୀ ପତ୍ରକୁ ନାଲି ସୂତା କିମ୍ବା ରକ୍ଷା ସୂତ୍ରରେ ବାନ୍ଧିଦେବେ। ଏତିକି କରିସାରିବା ପରେ ଆପଣ 5 ଥର ସେଇ ଝିଅ ବା ମହିଳାର ନାମ କହିବେ, ତାପରେ ସେ ତୁଳସୀ ପତ୍ରରେ ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ତୁଳସୀ ପତ୍ରକୁ ନେଇକି ଘର ବାହାରକୁ ଯିବେ, ଆଉ ତା ଉପରେ ଗୋଟିଏ କର୍ପୂର ରଖିକି ଜାଳିଦେବେ।
ଗ୍ୟାରେଣ୍ଟି ଦେଉଛି ଏତିକି କରିକି ଦେଖନ୍ତୁ, ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଧନ୍ୟବାଦ।